ବାକ୍ୟ ପଢିବାରେ ସାହାଯ୍ୟ କରିବେ। ସେଥିପାଇଁ ଆମ୍ଭକୁ କହିଥିବା ଲୋକ ଜାଗି ମୃତ୍ୟୁ ଆସ ଏବଂ ତୁମକୁ ଆଲୋକିତ କରିବେ। ଏଣୁ ଉକ୍ତ ଅଛି ହେ ନିଦ୍ରିତ ଜାଗ ମୃତମାନଙ୍କ ମଧ୍ୟରୁ ଉଠ, ପୁଣି ଖ୍ରୀଷ୍ଟ ତୁମ୍ଭକୁ ଆଲୋକ ପ୍ରଦାନ କରି। ନିଦରୁ ଉଠିବା ଏଇ କଥା ଖଉ ନାହିଁ ହେଲା। ଆତ୍ମିକତାରେ ଯେଉଁମାନେ ଶୋଇ ପଡିଛନ୍ତି, ତେଣୁକରି ସେଇ ସମସ୍ତେ ସେ ନିଦ ବା ନିଦ୍ରିତ ଜାଗ ଯେତେ ଶୋଇ ପଡିଥିଲେ ବି ଟିକେ କଣ ସେମିତି ଟିକେ ଜାଗ୍ରତ ରହିବାର। ହଠାତ୍ କିଛି ଟିକେ ଆବାଜ ହେଲେ ମଧ୍ୟ କଣ ହେବାର ଅଛି, ସେଟା ଆସିବାର ଅଛି ନାଇଁ। ଆଉ ମୃତମାନଙ୍କ ମଧ୍ୟରୁ ଉଠ, ମୃତମାନଙ୍କ ମଧ୍ୟରୁ ଉଠ, ଏହା ଆମେ କେମିତି ବୁଝିବା? ଯୋଉମାନେ ପାପ କର୍ମରେ ଲିପ୍ତ ଅଛନ୍ତି ସେମାନେ ଆତ୍ମିକ ଭାବରେ କଣ ହେଇଛନ୍ତି? ମୃତ୍ୟୁ। ଆତ୍ମିକ ଜୀବନ ମୃତ୍ୟୁ। ତେଣୁକରି ସେମାନଙ୍କ ମଧ୍ୟରୁ ତୁମେ କଣ ହୁଅ? ଉଠ, ପୁଣି ଖ୍ରୀଷ୍ଟ ତୁମକୁ ଆଲୋକ ପ୍ରଦାନ କରିବେ। ଶୋଇକି ରହିଥିଲେ ଆମେ ଆଲୁଅ ଦେଖିପାରିବା ନାହିଁ, ବା ଆମ ଉପରେ ଆଲୁଅ ସୂର୍ଯ୍ୟ କିରଣ ପଡ଼ିବ ନାହିଁ। ଉଠିବାର ଅଛି ଆଉ ଜାଗିବାର ଅଛି। ଆଉ କେତେକ ପୁରା ଆତ୍ମିକତାରେ ପୁରା କଣ ହେଇଛନ୍ତି? ଶୋଇ ପଡିଛନ୍ତି। ଶୋଇ ପଡିଥିବା ଲୋକ କୌଣସି ପ୍ରକାର କିଛି ଚିନ୍ତା କରେ ନା, ଆଉ କୌଣସି ପ୍ରକାର ସେ କାମ କରେ ନା। ତେଣୁକରି ସେମିତି ଅନେକ ବିଶ୍ୱାସୀ ଭାଇ ଭଉଣୀ ମାନେ ନିଦ୍ରିତ ଅବସ୍ଥାରେ ଅଛନ୍ତି, ଶୋଇ ପଡିଛନ୍ତି। କେତେବେଳେ ସକାଳ ହଉଛି, କେତେବେଳେ ସଞ୍ଜ ହଉଛି, କଣ ହଉଛି ସେଟା ସେମାନେ ଜାଣିପାରୁନି। ଆଉ କେତେବେଳେ କଣ ହଉଛି ସେଟା ଜାଣିପାରୁନି। ଏତେ ଗଭୀର ନିଦରେ ଶୋଇ ଯାଉଛନ୍ତି ଯାହା ଫଳରେ କିଛି ଜାଣିପାରୁନା। ଆଉ ସେଇ ଶୋଇଥିବା ଅବସ୍ଥାରେ ଥିବା ବ୍ୟକ୍ତି ମାନଙ୍କ ପରି ବିଶ୍ୱାସ ଜୀବନରେ ଶୋଇକି ରହିଛନ୍ତି, ଆଉ ଆତ୍ମିକରେ ସେମାନେ ଜାଗି ଉଠି ନାହାନ୍ତି, ନିଦ୍ରା ଅବସ୍ଥାରେ ରହିଛନ୍ତି ଅନେକ ବିଶ୍ୱାସୀ। ତେଣୁକରି ଆମେ ଆତ୍ମିକରେ ଜାଗି ଉଠିବାର, ଆଉ ନିଦ୍ରା ଅବସ୍ଥାରେ ବା ନିଦ୍ରିତ ଅବସ୍ଥାରେ ଆମେ ରହିବା ନାହିଁ। ଏହି ବିଷୟକୁ ଲକ୍ଷ୍ୟ କରିକି ସାଧୁ ପାଉଲ କହୁଛନ୍ତି, ଉକ୍ତ ଅଛି ହେ ନିଦ୍ରିତ ଜାଗ। ଶୋଉଛନ୍ତି କିନ୍ତୁ ଜାଗିବାର। ଆଉ ଜାଗ୍ରତ ହୋଇ ରହିବାର ଅଛି ସବୁବେଳେ। ଆଉ ମୃତ ମାନଙ୍କ ମଧ୍ୟରୁ ଉଠିବାର ଅଛି, ମୃତ ମାନଙ୍କ ମଧ୍ୟରୁ। ତ ଏଇଟା ବୁଝିବା ପାଇଁ ଟିକେ ଅଲଗା ଲାଗିପାରେ, କିନ୍ତୁ ଆତ୍ମିକ ଭାବରେ ଆମେ ବୁଝିବା ପାଇଁ ଚେଷ୍ଟା କରୁ। ଆଉ
ପ୍ରିୟର ଭାଇ ଭଉଣୀ ମାନେ ଯେଉଁମାନେ ଆତ୍ମିକ ଭାବରେ ମୃତ୍ୟୁ ହୋଇଅଛନ୍ତି ଅର୍ଥାତ୍ ସେମାନେ ପାପ କର୍ମରେ লিপ্ত ରହିଲେ ବା ରହିଥିବା ବ୍ୟକ୍ତି ମାନେ ପାପ ହେତୁ ତାଙ୍କର ଆତ୍ମିକ ଜୀବନ କଣ ହୋଇଥାଏ? ମୃତ୍ୟୁ ହୋଇଥାଏ। ସେଇ ଏଫେସୀୟ 2 ପର୍ବ ତାର 2 ପଦ ଟିକେ ପଢିବେ। ଏଫେସୀୟ 2 ର 2 ପଦ। ଅତୀତରେ ତୁମେ ସେହି ପାପକାର୍ଯ୍ୟ ସହିତ ଜଡ଼ିତ ଥିଲ, ତୁମେ ସଂସାରିକ ଜୀବନ ଯାପନ କରୁଥିଲ। ପୃଥିବୀର ମନ୍ଦ ଶକ୍ତିର ଶୋଷକ ତୁମେ ଅନୁସରଣ କରୁଥିଲ। ସେହି ମନ୍ଦ ଶକ୍ତି ଅଧୀନରେ ରହି ତୁମକୁ ଅମାନ୍ୟ କରୁଥିବା ନାଶ ଭିତରେ କାମ କରୁଥିଲ। ଆଉ ଗୋଟେ ସେଠାରେ ଅଲଗା ଆଉ ଗୋଟେ ଅର୍ଥାତ୍ ଯେଉଁ ଆତ୍ମା ଏବେ ଅନାଦ୍ୟ ସନ୍ତାନ ମାନଙ୍କଠାରେ ରାଜ ଶାସନ କରୁଅଛି ତାହାର ମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲା। ଏଇ ପଦଟା କଣରେ ଜୀବିତ ଥିବା ସତ୍ତ୍ୱେ ଆତ୍ମିକତାରେ କେମିତି ମୃତ। ଆଉ ଯେଉଁମାନେ ଏଇ ମୃତ ଅବସ୍ଥାରେ ଅଛନ୍ତି ଅର୍ଥାତ୍ ସେମାନେ ପାପ ଛାଡି ପାରୁନାହାନ୍ତି, ପାପ ପୂର୍ଣ୍ଣ ଜୀବନ ଅତିବାହିତ କରୁଅଛି, ସେମାନଙ୍କର ଆତ୍ମିକ ଜୀବନ ମରିଯାଇଛି। କଣ ହେଇଯାଇଛି? ମରିଯାଇଛି ହେଲା। ତ ଏଇମାନଙ୍କ ମଧ୍ୟରୁ ତୁମେ ଉଠ, କଣ କର? ଉଠ। ତ ପ୍ରିୟର ଭାଇ ଭଉଣୀ ମାନେ ଏପରି ମୃତ ବ୍ୟକ୍ତି ମାନଙ୍କୁ ଏଟା ଆତ୍ମିକ ମୃତ୍ୟୁ କୁହାଯାଏ। ପାପ ହେତୁ ମୃତ୍ୟୁ। ପାପର ବେତନ କଣ? ମୃତ୍ୟୁ। ଆତ୍ମିକ ଭାବରେ ମରିଥାନ୍ତି ଯେଭଳି ପାପ କରି, ତ ସେଟା ଅପରାଧ ଆଉ ପାପ ହେତୁ ଆତ୍ମିକ ଜୀବନ ମୃତ୍ୟୁ ହୋଇଥାଏ। ଶରୀରର କାର୍ଯ୍ୟ ଦ୍ୱାରା ଆତ୍ମିକ ଜୀବନ ନଷ୍ଟ ହୁଏ ଆଉ ସେ ନରକର ଦଣ୍ଡ ଭୋଗିବାକୁ ପଡେ। ଆତ୍ମା କଣ ଭୁଲ କରେ? ଆତ୍ମା ପାପ କରେ ନାଇଁ। ଶରୀର, ମନ, ହୃଦୟ ଏସବୁ ପ୍ରଭାବରେ ପାପମୟ କୁଚିନ୍ତା ଦ୍ୱାରା ପାପ କାର୍ଯ୍ୟ ଦ୍ୱାରା ଆତ୍ମିକ ଜୀବନ ମୃତ୍ୟୁ ହୋଇଥାଏ। କେବଳ ଶରୀରର କାର୍ଯ୍ୟ ଦ୍ୱାରା ସେଇ ଆତ୍ମିକ ଜୀବନ ମୃତ୍ୟୁ ହୋଇଥାଏ। ତେଣୁକରି ସାଧୁ ପାଉଲ ଲେଖନ୍ତି ଯେ ତୁମମାନେ ଶରୀରରେ ଯୋଉ ପ୍ରକାର ପାପ କାର୍ଯ୍ୟ କରୁଅଛ ସେଇଟା ତୁମେ ଭଲ କାର୍ଯ୍ୟ ଦ୍ୱାରା, ପବିତ୍ର ଭାବରେ କାର୍ଯ୍ୟ ଦ୍ୱାରା, ଆଉ ସେ ପାପ ଶରୀରରେ ଯୋଉ କାର୍ଯ୍ୟ କରୁଅଛି ତାକୁ ତୁମେ ବିନାଶ, ଆଉ ସେ ଶରୀର ଉପରେ ଯୋଉ ରାଜତ୍ୱ କରୁଥାଏ ଶାରୀରିକ ଇଚ୍ଛା ଅଭିଳାଷ, ସେଗୁଡାକ ଗୋଟେ ଗୋଟେ ଆତ୍ମିକ ଜୀବନର କ୍ଷତିକାରକ ବା ମୃତ୍ୟୁଜନକ ବିଷୟ ଅଟେ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଏଇ ମୃତ୍ୟୁରୁ ଆମମାନେ ବଞ୍ଚିବାର ଅଛି। ତେଣୁକରି ଏପରି ଅବସ୍ଥାରେ, ପାପ ଅବସ୍ଥାରେ ଅନେକ ବିଶ୍ୱାସୀ ବର୍ତ୍ତମାନ ବୁଡ଼ିକି ରହିଛନ୍ତି ଆଉ ଆତ୍ମିକ ଜୀବନ ପୁରା ନଷ୍ଟ ହେଇଯାଇଛି, ମରିଯାଇଛି। ଆଉ ନିଦ୍ରିତ ଅବସ୍ଥାରେ ଅଛନ୍ତି, ଚେତା ନାହିଁ, ଜାଗ୍ରତ ନାହିଁ, ପୁରା ନିଦ ବଟିକା ଖାଇଲା ପରି ପୁରା ଶୋଇ ପଡିଛନ୍ତି। କଣ ଘଟୁଛି କଣ ହଉଛି ଜଣା ନାହିଁ।
ଗୋଟେ ଗୋଟେ ବ୍ୟକ୍ତି ଏମିତି ଶୁଅନ୍ତି ତାକୁ ଏଇଠୁ ସେଇ ଆଡେ ଟେକି କରି ତାକୁ ଶୁଏଇ ଦେଲେ ବି ଜଣା ପଡିବ, ଜାଣିପାରିବ କଣ ପାଇଁ? ପୁରା କୁମ୍ଭକର୍ଣ୍ଣ ଗଧ ଭଳିଆ ଶୋଇଥିବ। ଆଉ ଜଣେ ଜଣେ ବ୍ୟକ୍ତି ଅଛନ୍ତି ଟିକେ ଯଦି ତାକୁ ଟଚ୍ କରିବ ମାନେ ସ୍ପର୍ଶ କରିବ ଛାୟା କରୁଛ ନାଇଁ, ତା ପାଖରେ ଯଦି ତୁମେ ଚାଲିବ ତେମ୍ପୁଡ଼ି ଚାଲିଲେ ମଧ୍ୟ ସିଏ ଉଠିବ। ସେମିତି ତାର ସେପରି ବ୍ୟକ୍ତି ଅଛି, କାରଣ ସେମାନେ ଜାଗ୍ରତ ଶୋଇଥାନ୍ତି ସତ କିନ୍ତୁ ଜାଗ୍ରତ, ଆଉ ସେମାନେ ପଟକିନା ଉଠିଯାଆନ୍ତି ଆଉ ତାଙ୍କର ଆଖି କାନ ହଠାତ୍ କିନା କମିଯାଏ, ସେମାନେ ଜାଗ୍ରତ। ତେଣୁକରି ନିଦ୍ରା ଅବସ୍ଥା ବା ନିଦ୍ରିତ ମାନଙ୍କ ଠାରୁ ତୁମେ ଜାଗି ଉଠ, ଈଶ୍ୱର ତୁମ ପବିତ୍ର ଖ୍ରୀଷ୍ଟ ତୁମଠାରେ ଆଲୋକିତ କରି ଆଲୋକ ପ୍ରଦାନ, ତାଙ୍କର ଆଲୋକ ଆମମାନଙ୍କ ଜୀବନରେ ପ୍ରକାଶ ପାଇବ, ଅର୍ଥାତ୍ ତାଙ୍କର ବାକ୍ୟ, ତାଙ୍କର ପବିତ୍ରତା, ତାଙ୍କର ଉତ୍ତମ ଗୁଣ ଗୁଡ଼ିକ ଆମମାନଙ୍କ ଉପରେ ପୁରା ଆଲୋକ ସଦୃଶ ହେବ, ଆଉ ସେଇ ଆଲୋକରେ ଆମମାନେ ଚାଲିବୁ, ଆଉ ଆମମାନଙ୍କ ଠାରେ ଅନ୍ଧକାର ରହିବ, ଅର୍ଥାତ୍ ଆମମାନଙ୍କ ଜୀବନରେ କୌଣସି ପ୍ରକାର ସେମିତି ମନ୍ଦତା ବିଷୟ ରାଜତ୍ୱ କରିପାରିବନି ଆଲୋକ ପାପ। ତେଣୁକରି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ এই ଜଗତର ଆଲୋକ ସ୍ୱରୂପ ହେବା ପାଇଁ ଚାହାନ୍ତି ଆମମାନଙ୍କୁ। ତେଣୁକରି ଗୋଟେ ଜାଗାରେ ଲେଖିଛନ୍ତି ପ୍ରଭୁ ସମସ୍ୟାରେ ମାନେ ଏ ପୃଥିବୀର ଲବଣ ଆଉ এই ଜଗତର କଣ ଅର୍ଥ? ଜ୍ୟୋତି ବା ଆଲୁଅ। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ ଆମମାନେ ସେଇମାନଙ୍କ ମଧ୍ୟରୁ ଉଠିବା, ତାହେଲେ ପ୍ରଭୁ ଆମମାନଙ୍କ ଠାରେ ଆଲୋକ ପ୍ରଦାନ କରିବେ, ତାଙ୍କର ନିଜର ଆଲୋକ ଆମମାନଙ୍କୁ ଦେବେ, ଅର୍ଥାତ୍ ଆମମାନଙ୍କ ଠାରେ କୌଣସି ପ୍ରକାର ଖରାପ ଜିନିଷ କାର୍ଯ୍ୟ କରିପାରିବ ନାହିଁ, ଅନ୍ଧକାର ସବୁ ଦୂରେଇ ଯିବେ। 15 କିପରି ଜୀବନ କାଟିଅଛ ଏ ବିଷୟରେ ବିଶେଷ ସାବଧାନ ରୁହ। ଦୁର୍ବଳ ଲୋକଙ୍କ ଭଳି ଜୀବନ ଯାପନ କର ନାହିଁ, ମାତ୍ର ଜ୍ଞାନୀ ଲୋକଙ୍କ ପରି ଜୀବନ ଯାପନ କର। ଅତଏବ ଅଜ୍ଞାନ ପରି ନ ହୋଇ ଜ୍ଞାନୀ ପରି ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। ଆଉ କୋଉଥିରେ ତୁମେ ବିଶେଷ ସାବଧାନ ହୁଅ କହୁଛି? ନିଜ ଆଚରଣ, ଆଚାର ବ୍ୟବହାର, କଥାବାର୍ତ୍ତା, ଆମମାନଙ୍କର ବ୍ୟବହାର। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ ଅତଏବ ଅଜ୍ଞାନ ପରି ନ ହୋଇ ଅଜ୍ଞାନ ପଡ଼ିଲେ ନ ଜାଣିଲା ପରି ହେଲା, ମୂର୍ଖାମୀ ନିର୍ବୁଦ୍ଧିଆ ବୋଲି ସେହିପରି ନ ହୁଅ। ଏମିତି ବ୍ୟକ୍ତି ବା ବିଶ୍ୱାସୀ ଅଛନ୍ତି ବାର ବାର କହିଲେ ମଧ୍ୟ ସେମାନେ ନ ଶୁଣିଲା ଭଳିଆ, ନ ବୁଝିଲା ଭଳିଆ ତାଙ୍କର ଚରିତ୍ର, ତାଙ୍କର ଜୀବନ ପାଏ, ସେମାନେ ଅଜ୍ଞାନୀ। ଆଉ ସେମାନେ ସେଇ ବିଷୟକୁ ଭଲ ଭାବରେ ଜୀବନରେ ଲାଗୁ କରନ୍ତି ନାହିଁ ବା ସେମାନେ କାର୍ଯ୍ୟରେ ପରିଣତ କରନ୍ତି, ଆଉ ସେମାନେ ଯେତେ କହିଲେ ମଧ୍ୟ ଅଜ୍ଞାନୀ ପରି ରହିବେ। ବାର ବାର କହିଲେ ଏଇଟା ପାପ ଜିନିଷ, ଏଇଟା ଖରାପ ଜିନିଷ, ବାର ବାର କୁହାଯିବ ବାକ୍ୟ ଦ୍ୱାରା। ସେମାନେ ଉପଦେଶ ଶୁଣନ୍ତି, ତଥାପି ସେମାନେ କଣ କରନ୍ତି? ମାନନ୍ତି ନାହିଁ, ସେମାନଙ୍କୁ ଅଜ୍ଞାନୀ କୁହାଯାଏ। ଆଉ ସେମାନେ ବୁଝିବା ପାଇଁ ମଧ୍ୟ ଚେଷ୍ଟା କରନ୍ତି।
ତେଣୁକରି ଅଜ୍ଞାନୀ ପରି ନ ହୋଇ ଜ୍ଞାନୀ ପରି ନିଜ ନିଜ ଆଚରଣରେ ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହଉ। ଅଜ୍ଞାନୀ ପରି କହିଲେ ଯୋଉମାନେ କିଛି ଭାବୁନି ସେମାନେ କଣ କହିବେ ପୁରା ଆନ୍ଦୁଲିଆ ଯାହା ମୁହଁର ବାହାରିବ ତାଙ୍କର ଗୋଟେ ବିଚାର ବୋଲି କିଛି ନାହିଁ। ଜଣେ ଯଦି କହିଦେଲା ହଠାତ୍ କି ତାକୁ ବି କହିଦେବେ ସେମାନେ ଅଜ୍ଞାନୀ ତାଙ୍କର କଥାବାର୍ତ୍ତା। ତେଣୁକରି କହୁଛି ମୁହଁ ସମ୍ଭାଳିକି କଥାବାର୍ତ୍ତା କର ନାଇଁ। ତ ସେଇପରି ଅଜ୍ଞାନୀ ପରି କଥାବାର୍ତ୍ତା କରନ୍ତି, ଅଜ୍ଞାନୀ ପରି ସେମାନେ ଆଚରଣ କରନ୍ତି, ଅଜ୍ଞାନୀ ପରି ସେମାନେ ଜୀବନ ଯାପନ କରନ୍ତି। ଏମାନଙ୍କୁ ଅଜ୍ଞାନୀ ବୋଲି କୁହାଯାଏ। ତେଣୁକରି ତାଙ୍କର ନିଜ ବିଚାର ବିବେକ ନଥାଏ। ଏମାନଙ୍କୁ ଅଜ୍ଞାନୀ ବୋଲି କୁହାଯାଏ। ଆଉ ହଠାତ୍ କିନା ସେମାନେ କଣ କରନ୍ତି ଭୁଲ କରିଦିଅନ୍ତି ଆଉ ଅସୁବିଧାରେ ପଡନ୍ତି ବା ଅନ୍ୟମାନଙ୍କୁ ମଧ୍ୟ ଅସୁବିଧାରେ ପକାନ୍ତି। ତେଣୁକରି ସେଇପରି ତୁମେ ହୁଅ ନାହିଁ, ଅଜ୍ଞାନୀ ପରି ହୁଅ ନାହିଁ। ତେଣୁକରି ଆମମାନଙ୍କୁ ପ୍ରତିଦିନ ପ୍ରଭୁ ଆମମାନଙ୍କୁ ଜ୍ଞାନ ଦିଅନ୍ତି। କଣ ଦିଅନ୍ତି? ଜ୍ଞାନ ଦିଅନ୍ତି, ଶିକ୍ଷା ଦିଅନ୍ତି କେମିତି ଆମେ ରହିବା, କେମିତି ଆମେ ଜୀବନ ଯାପନ କରିବା ହେଲା। ଆମେ ମାନେ ବାପା ମାଙ୍କ ଠାରୁ ଏତିକି ଶିକ୍ଷା ପାଇନା ହେଲା। କେମିତି ରହିବାର ଅଛି, This call is now being recorded. କେମିତି ବଞ୍ଚିବାର ଅଛି, ଆଉ ଆମେ ନିଜକୁ କେମିତି ଭାବରେ ପରମେଶ୍ୱରଙ୍କ ସହିତ ରହିବା, ଆଉ ଆମର କଥାବାର୍ତ୍ତା ଆଚାର ବ୍ୟବହାର ସବୁ ବିଷୟ ହୁଏତ ପରିବାରରେ ମା ବାପା ମାନେ ଅନେକ ପରାମର୍ଶ ବା ଉପଦେଶ ବା ଆମମାନଙ୍କୁ ଶିକ୍ଷା ଦେଇଥାନ୍ତି, କିନ୍ତୁ ତାରୁ ଅଧିକ ପରମେଶ୍ୱର ଆମମାନଙ୍କୁ ଶିକ୍ଷା ଦିଅନ୍ତି ତାଙ୍କ ବାକ୍ୟ ଦ୍ୱାରା ହେଲା। ସ୍କୁଲ କଲେଜରେ ସେଟା ସାଂସାରିକ ଜ୍ଞାନ ବିଷୟରେ ଶିକ୍ଷା ଦିଆଯାଏ, କିନ୍ତୁ ଆତ୍ମିକତା ବିଷୟ କେବଳ ଈଶ୍ୱରଙ୍କ ଠାରୁ ଆସିଥାଏ। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ এই বিষয়କୁ ଆମେ ଧ୍ୟାନରେ ରଖିବା। ତେଣୁକରି ଅଜ୍ଞାନ ପରି ନ ହୋଇ ତୁମେ ଜ୍ଞାନୀ ପରି ହୁଅ, ଏପରି ଆମମାନଙ୍କୁ କୁହନ୍ତି। ଆଉ ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ ସାବଧାନ ହୁଅ। এইগুড়াকরে এই বিষୟରେ ଆମମାନେ ସାବଧାନ ରହିବା ଦରକାର। ଏହା ଅତ୍ୟନ୍ତ ମନ ସମୟ ହୋଇଥିବାରୁ ଭଲ କାମ କରିବା ପାଇଁ ସୁଯୋଗ କରିବା ପାଇଁ କୌଣସି ସୁଯୋଗକୁ ଛାଡ଼ ନାହିଁ। ଆଉ ଗୋଟେ ପଦକ୍ଷେପ ଏଇଟା ଟିକେ ଭଲ ପୂଜା ପୁଣି ସୁଯୋଗର ସଦ୍ବ୍ୟବହାର କର। ପୁଣି ସୁଯୋଗର ସଦ୍ବ୍ୟବହାର କର, କାରଣ କାଳ ମନ୍ଦ ଅଛି। କାରଣ କାଳ କଣ ଅଟେ? ମନ୍ଦ ଅଟେ। ସୁଯୋଗର ସଦ୍ବ୍ୟବହାର କର। ଆଉ ଏ ସୁଯୋଗ ଜୀବନରେ ସବୁବେଳେ ଆସେ ନାହିଁ, ଆସିବ କି ନାହିଁ। ତେଣୁକରି ଏଇ ସୁଯୋଗ ସମୟଟାକୁ ଅନେକ ଲୋକ ବା ଅନେକ ବିଶ୍ୱାସୀ ଭାଇ ଭଉଣୀମାନେ ବୁଝିପାରନ୍ତିନି। କଣ କରିପାରନ୍ତିନି? ବୁଝିପାରନ୍ତିନି। ଯାହା ଫଳରେ ସୁଯୋଗକୁ ସେମାନେ ଅପବ୍ୟବହାର କରନ୍ତି। ଆଉ ସେ ସୁଯୋଗ ଭିତରେ ସେମାନେ ତାଙ୍କ ଜୀବନ କାର୍ଯ୍ୟ କରନ୍ତି। କିନ୍ତୁ ବାକ୍ୟରେ ଲେଖାଯାଏ ସୁଯୋଗର ସଦ୍ବ୍ୟବହାର କର।
ସୁଯୋଗର ସୁଯୋଗ ଆଜିର ସୁଯୋଗ କାଲି କି ନଥିବ କି? ବାଇବେଲରେ ଲେଖାଯାଏ ଆସନ୍ତା କାଲି ତୁମ ପାଇଁ କଣ ଘଟିବ କଣ ହେବ ତୁମେ ଜାଣ ନାହିଁ। ଜାଣିଅଛି ଯୁବକ ଯୁବତୀ ମାନେ ବି ମନେ ମନେ ଭାବନ୍ତୁ ନାହିଁ ମୁଁ ଯୁବକ ଅଛି ଯୁବତୀ ଅଛି ହେଲା, ମୋର ବୟସ ଅଛି, ମୋର ଲଙ୍ଗ ଟାଇମ ଅଛି, ଲମ୍ବା ଅଛି ମୋର ବୟସ। ଆଉ ଏବେ ମୁଁ ମୋର ଯୌବନ କାଳର ଏନ୍ଜୟ କରିବି ଏହିପରି ଭାବନ୍ତୁ। ଆଜିର ସୁଯୋଗ କାଲିକି ନଥିବ। ଏଇ 2025 ବର୍ଷର ସୁଯୋଗ 2026 କୁ ନଥିବ କି? ସେମିତି ଭୁଲରେ ବି ଭାବନ୍ତୁ ନାହିଁ। ଯଦି ସେମିତି ଭାବିଛନ୍ତି ତାହେଲେ ପ୍ରାଣପର ଅଛନ୍ତି, ନିଜକୁ ଠକୁଅଛି। କଣ ହେବ ସେ ଆମେ ମାନେ ଜାଣି ପାରି ନାହିଁ। ଆସନ୍ତା କାଲି କଣ ଆମ ପାଇଁ ଘଟିବ ତା ଆମେ ଜାଣି ପାରୁନାହୁଁ। ତେଣୁକରି ପ୍ରିୟ ବାଇବଲ ମାନେ ସୁଯୋଗ ବହୁତ ମୂଲ୍ୟବାନ। ତେଣୁକରି ବର୍ତ୍ତମାନ ଆମମାନଙ୍କୁ ପବିତ୍ର ହେବାର ସୁଯୋଗ ରହିଛି। ବର୍ତ୍ତମାନ ଆମକୁ ପବିତ୍ର ରହିବାର, ମନ ପରିବର୍ତ୍ତନ କରିବାର ସୁଯୋଗ ରହିଛି। ପାପକୁ ଛାଡ଼ିବାର ସୁଯୋଗ ରହିଛି। ଆଉ ଏଇ ସୁଯୋଗକୁ ଅନେକ ବିଶ୍ୱାସୀ ବାଇବଲ ମାନେ ହାତଛଡ଼ା କରୁଛି। ବୟସ ସମୟ ଅଛି, ଏ ବର୍ଷ ନାହିଁ ତ ଆସିବା ବର୍ଷ ବପ୍ତିସ୍ମା ନେବି, ଏ ବର୍ଷ ନାହିଁ ତ ଆସିବା ବର୍ଷ। ସେମିତି ତାଙ୍କର ଭାବନା ଚିନ୍ତା ଆସିଥାଏ। ତାପରେ ମୁଁ ଏଇଟା କରିସାରିଲା ପରେ ମୁଁ ପ୍ରଭୁଙ୍କୁ ଗ୍ରହଣ କରିବି ଉଦ୍ଧାରକର୍ତ୍ତା ଭାବରେ। ଏଇ କାମ କରିସାରିଲା ପରେ ମୁଁ ଭଲରେ ଜୀବନ ଯାପନ କରିବି। ଏହିପରି ନୁହେଁ, ଏଟା ଭୁଲ ଧାରଣା, ଭୁଲ ଚିନ୍ତା। ଏପରି ଯଦି କିଏ ଭାବିଛନ୍ତି ତାହେଲେ ଆପଣ ମାନେ ଭୁଲ ଡିସିସନ ନେଇଛନ୍ତି ହେଲା। ତେଣୁକରି ସୁଯୋଗ ବହୁତ ମୂଲ୍ୟବାନ ଅଟେ। ଆଉ ସୁଯୋଗ ଥାଉ ଥାଉ ଅବହେଳା ନ କରିବା ବିଷୟରେ ଲେଖାଯାଉଛି। ପୁଣି ସୁଯୋଗର ବ୍ୟବହାର କର। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ସମୟ ଅଛି, ବୟସ ଅଛି। ଏଇ ବୟସ ସମୟ ଭିତରେ ଆପଣ ମାନେ ନିର୍ଭର କରନ୍ତୁ ନାହିଁ। ମରଣ ପାଇଁ କୌଣସି ବୟସ ଅଛି। ହେଲେ କହିବ 60, 70, 80 କହିବ ଲେଖା ହେଇଛି। କିନ୍ତୁ ମରଣ କେଉଁ ସମୟରେ ଆସିପାରେ ହେଲା, ଜଗିକି ରହିଛି। କେତେବେଳେ କଣ ହେବ ଆମେ ଜାଣିପାରିବା ହେଲା। ହିତୋପଦେଶରେ ଲେଖାଯାଇଛି ତାର 27 ଅଧ୍ୟାୟ 2 ପଦ ନା 1 ପଦ ଦେଖନ୍ତୁ। ତୁମେ କାଲିର ବିଷୟରେ ବ୍ୟର୍ଥ କଥା କୁହ ନାହିଁ, ଯେହେତୁ ଏକ ଦିନ କଣ ଉତ୍ପାଦନ କରିବ ତା ତୁମକୁ ଜଣା ନାହିଁ। କର ନାହିଁ, ଆଉଥରେ ପଢି ଦିଅନ୍ତୁ। ତୁମେ କାଲିର ବିଷୟରେ ବ୍ୟର୍ଥ କଥା କୁହ। ତୁମେ କାଲିର ବିଷୟରେ କଣ କଥା କୁହ ନାହିଁ? ବ୍ୟର୍ଥ କଥା କୁହ, ବଡ ବଡ କଥା କୁହ ନାହିଁ। ଆଜିର ସୁଯୋଗ କାଲିକି ନଥିବ। ଆଜି ଆମେ ଏଠି ସମସ୍ତେ ଜୀବିତ ଅଛୁ। ରାତି ଭିତରେ କାହାର କଣ ହେବ କାହାର ଜଣା ଅଛି ନାଇଁ। ତେଣୁକରି ଆସନ୍ତା କାଲି ପାଇଁ ଆସନ୍ତା କାଲି ଚିନ୍ତା କର ବୋଲି ବାକ୍ୟରେ ଲେଖାଯାଏ ନାଇଁ। ନୂତନ ନିୟମରେ ମଧ୍ୟ ଲେଖାଯାଏ। ତେଣୁକରି ପ୍ରିୟର ଭାଇ ଏବଂ ଭଉଣୀ ମାନେ ଆଉ ଯୁବକ ଯୁବତୀ ମାନେ ଧ୍ୟାନ ପୂର୍ବକ ଶୁଣନ୍ତୁ। ଆଉ ମୋର ବୟସ ଅଛି, ସମୟ ଅଛି, ଏହା ଭାବନ୍ତୁ ନାହିଁ। ଆଉ ବିଶ୍ୱାସୀ ଭାଇ ଭଉଣୀ ମାନେ ମଧ୍ୟ ଅନେକ ସୁଯୋଗ ସେମାନଙ୍କୁ
ତାରେ ରହୁଛି। ଆଉ ପ୍ରଭୁ ସେଇ ସୁଯୋଗ ଦେଇ ଅଛନ୍ତି। ମନ ଫେରାନ୍ତୁ, ପାପ ଛାଡ଼ନ୍ତୁ, ପବିତ୍ରତା ଭାବରେ ନିଜକୁ ପ୍ରସ୍ତୁତ ହୁଅନ୍ତୁ ଆଉ ମୋ ରାଜ୍ୟରେ ଏମାନେ ପ୍ରବେଶ କରନ୍ତୁ, ୱେଲକମ୍ କରୁ। এই ସୁଯୋଗ ସବୁଦିନ ନଥିବ, ଥିବ କି? ସବୁଥିର ଗୋଟେ ଗୋଟେ କଣ ଥିବ? ବାନ୍ଧିବ ବା ଏକ୍ସପ୍ରେସ, ତାର ସମୟ ସୀମା ନିର୍ଦ୍ଧାରିତ କରାଯାଏ। ଆଉ ଏଇ ସୁଯୋଗ ଭିତରେ ଆମମାନେ ନିଜକୁ ମନ ହୃଦୟ ପରିବର୍ତ୍ତନ କରି ଈଶ୍ୱରଙ୍କ ନିକଟକୁ ଫେରିବା ଆଉ ନିଜକୁ ଈଶ୍ୱରଙ୍କ ଠାରେ ସମର୍ପିତ ହେବା। ପ୍ରଭୁ ତୁମ ପାଇଁ ମୁଁ ବଞ୍ଚିବି, ଏଇ ନିଷ୍ପତ୍ତି ନେବା। ତୁମ ପାଇଁ ବଞ୍ଚିବି, ଯଦି ବା ବଞ୍ଚିବି ତୁମ ପାଇଁ, ଯଦି ମରିବି ତୁମ ପାଇଁ। ଏଇଟା ହଉଛି ସମର୍ପିତ ଜୀବନ। ଯେତେ ବି କଷ୍ଟ ଆସୁ, ଯେତେ ବି ଦୁଃଖ ଆସୁ, ଏହିପରି ନିର୍ଣ୍ଣୟ ନିଷ୍ପତ୍ତି ନେବାର ସମୟ ଏଇଟା। ଆଉ ସୁଯୋଗ ଆମମାନଙ୍କୁ ଦେଉଛି। ତେଣୁକରି ପ୍ରିୟର ଭାଇ ଭଉଣୀମାନେ, ଆମମାନେ ଏଇ ସୁଯୋଗକୁ ଅବହେଳା କରିବା ନାହିଁ। ଯେଉଁମାନେ ସେହିପରି ଭାବୁଛନ୍ତି ସୁଯୋଗ ପରେ ପାଇବେ ନାହିଁ, ତେଣୁକରି ପ୍ରିୟର ଭାଇ ଭଉଣୀମାନେ ଏଇ ସୁଯୋଗକୁ ଆମେ ହାତ ଚଟା କରିବା ନାହିଁ। ଆଉ ପୁଣି ଲେଖା ଯାଉଛି ତା ସହିତ କଣ ଆଗକୁ ଅଛି? କାରଣ କାଳ ମନ୍ଦ ଅଟେ। କଣ ମନ୍ଦ ଅଟେ? କାଳ ସମୟ ମନ୍ଦ। ବାକ୍ୟରେ ଲେଖା ଯାଉଛି ମନ୍ଦ ବଢି ବଢି ଚାଲିବ। କଣ ବଢି ବଢି ଚାଲିବ? ଆଗକୁ ଭୟଙ୍କର ସମୟ ଆସୁଛି ହେଲା। ଆଉ ବାକ୍ୟରେ ଲେଖାଯାଏ ବାକ୍ୟର ମଧ୍ୟ ଦୁର୍ଭିକ୍ଷ ଘଟିବ। କଣ ଘଟିବ? ଆମ ପୁସ୍ତକରେ ଲେଖାଯାଇଛି ଆମ୍ବି ବୁଲିବ ସେତେବେଳେ ବିଶେଷ ଭାବରେ ଯୁବକ ଯୁବତୀ ମାନଙ୍କର ଭୟଙ୍କର ଅବସ୍ଥା ହେବ ବୋଲି ଲେଖାଯାଏ। ତେଣୁକରି ସୁଯୋଗ ଥାଉ ଥାଉ ହାତଚଟା କରନ୍ତୁ ହେଲା। ଆଉ ଥରେ ଜୀବନରେ ସୁଯୋଗ ଆସେ, ପାଠ ପଢିବାର ଥରେ ସୁଯୋଗ ଆସେ। ବୁଢା ହେଲା ବେଳେ ପାଠ ପଢିପାରିବ ନାଇଁ? 18 ବର୍ଷ ହେଲା ପରେ ଆଡମିସନ କରିବ ସ୍କୁଲରେ ଯାଇ। ସବୁଥିର ସମୟ ବା ସୁଯୋଗ। ଆଉ ସେଇ ଭିତରେ ଆମମାନେ କାର୍ଯ୍ୟ କରିବାର ଅଛି, ସେଇ ସୁଯୋଗର ସଦ୍ବ୍ୟବହାର କରିବାର ଅଛି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଏଇ ସୁଯୋଗକୁ ଆମେ ହାତଛଡ଼ା କରିବା ନାହିଁ। କାରଣ ଆଗକୁ ପୁରା ମନ୍ଦ ସମୟ ଅଛି, କାଳ ମନ୍ଦ ଅଟେ। ଆଉ ଭଲ ବିଷୟ ଆଗକୁ ନାହିଁ ହେଲା। ଯେଉଁମାନେ ଭାବୁଛନ୍ତି ଆଗକୁ ଭଲ ବିଷୟ ଥିବ, ଆଗକୁ ତ ବହୁତ ଖରାପ। କଣ ଥିବ? ବହୁତ ଖରାପ ବିଷୟ। ବାଇବେଲରେ ଯାହା ଲେଖା ହେଇଛି ତାହା ଏକ ବିନ୍ଦୁ ମଧ୍ୟ ଏପଟ ସେପଟ ହେବ ନାହିଁ। ଅକ୍ଷରେ ତାହା ପୂର୍ଣ୍ଣ ହେବ। ଗତକାଲି ମଧ୍ୟ ଆମେ ଶୁଣୁଥିଲୁ ପ୍ରଭୁ ଯୀଶୁ କୃଷ୍ଣଙ୍କର ଆଗମନ ପାଖେଇ ଆସିବାର ସଂକେତ ଗୁଡା ବା ଚିହ୍ନ ଗୁଡା। ସେତିକିରେ ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆସିବାର ସମୟ ପାଖେଇ ହେଇଆସେ। ତେଣୁକରି କମ ସେ କମ ଆମେ ସେଇଟାକୁ ଚିହ୍ନିବାର ଅଛି, ସଂକେତ ଗୁଡା। ତେଣୁକରି ଆମେ ଜାଗ୍ରତ ହୋଇକି ପ୍ରସ୍ତୁତ ହୋଇକି ରହିବାର ଅଛି। ଆଉ ସୁଯୋଗ ଆମମାନଙ୍କୁ ଏଇଟା ଦିଆଯାଇଛି। ଆଉ ଏହାକୁ ହାତଛଡ଼ା କରନ୍ତୁ। ସୁବର୍ଣ୍ଣ ସୁଯୋଗ ଜୀବନ ଥରେ ଆସେ, ତାପରେ ସେ ସୁଯୋଗ ନଥିବ। ମଲା ପରେ କୌଣସି ସୁଯୋଗ ନାହିଁ ହେଲା, ଏଇଟା ମନେ ରଖି। ଧନୀ ବ୍ୟକ୍ତି ଯେତେବେଳେ ମଲେ ଆଉ ସେଇ ନରକ ଅଦାଲତରେ ସେ ତାର ଘର କଥା ଚିନ୍ତା ଆସୁଛି, ତାର ଭାଇ କଥା ଚିନ୍ତା ଆସୁଛି। ସେଠି ଚିନ୍ତା କଲେ ହେବ କି? ନାହିଁ। ଆଉ
ଆଉ ତାର ପରିବାର ବିଷୟରେ ସେତେବେଳେ ଚିନ୍ତା କରୁଛି, ନିଜ ବିଷୟରେ ବି ସେତେବେଳେ ଚିନ୍ତା କରୁଛି। ମଲା ପରେ ଆଉ କିଛି ନାହିଁ, କେବଳ ବିଚାର ରହିଅଛି। ତେଣୁକରି ଆମମାନେ ସୁଯୋଗକୁ ସଦ୍ବ୍ୟବହାର କରିବା ଆଉ ଏଇ ସୁଯୋଗ ଅବହେଳା କରିକି ଅନେକ ଭାଇ ଭଉଣୀ ମାନେ କଣ ହେଇଛନ୍ତି, ପତନ ଆଡକୁ ଚାଲିଯାଇଛି। ଆଉ ସେମାନେ ବହୁତ ସୁଯୋଗକୁ ଅବହେଳା କରିଅଛନ୍ତି। ତଥାପି ପ୍ରଭୁ ଧୈର୍ଯ୍ୟ ଧରିକି ଚାହିଁକି ରହିଛନ୍ତି, ଫେରିଲେ ସେ କ୍ଷମା କରିବେ। ଅପବିୟ ପୁତ୍ର ଯଦି ଆମେ ଦେଖୁ, ସେ ତାର ଧନ ସମ୍ପତ୍ତି ତାର ଭାଗ ଯେତିକି 2 ଭାଗ ଭିତରେ ପଡିଲା ସେ ସବୁ ନେଇକି ପଳାଇଲା, ଟଙ୍କା ପଇସା ଉଡେଇଲା। ତାପରେ ଦୁର୍ଭିକ୍ଷ ଅନେକ ଆସିଲା, ଆଉ ସେଠି ସେ କଣ ହେଲା, ଚେଷ୍ଟା ଯେତେବେଳେ କଣ କଣ ହେଲା, ଏଇଟା ବହୁତ କିଛି ହରାଇଲା ସେ ଭିତରେ ନାଇଁ, ତାର ଟଙ୍କା ପଇସା ଏଇ ସବୁ ବର୍ବାଦ କରେ। ପରେ ଯାଇକରି ତାକୁ ଚେଷ୍ଟା ଫେରିବାରୁ, ଚେତନା ପାଇବାରୁ ସେ ଯଦି ସେ ମଝିରେ କିଛି ହେଇଥାନ୍ତା ତାହେଲେ ଟଙ୍କା ବି ଗଲା, ସେ ବି ଗଲା, ସବୁ କିଛି ଯାଇଥାନ୍ତା। ତେଣୁକରି ପ୍ରିୟ ଭାଇ ଭଉଣୀ ମାନେ, ଆମେ ମାନେ ସେଇ ସମୟଟା ଆମକୁ ଯୋଉଟା ଦିଆଯାଇଥାଏ ସେଇ ସମୟ ଭିତରେ ଆମେ କାର୍ଯ୍ୟ କରୁ ଆଉ ନିଜ ଜୀବନକୁ ସୁଧାରିବା, ଏଇଟା ହିଁ ଆମମାନଙ୍କର ଗୁରୁତ୍ୱ ବିଷୟ ଅଟେ। ମନ ପରିବର୍ତ୍ତନ କରି ସୁଯୋଗଟାକୁ ଆମମାନେ ଅବହେଳା କରିବା ତଳକୁ ଆସନ୍ତୁ। ସତରେ ମୂର୍ଖ କରି ଜୀବନ କାଟି ପରମେଶ୍ୱର କ୍ଷମତାର କଣ ଚାହାନ୍ତି ଏହା ଜାଣିବାକୁ ଚେଷ୍ଟା କର। କେତେ ସମସ୍ୟା ଏଣୁ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କଣ ତାହା ବୁଝ। ନିର୍ବୋଧ ନ ହୋଇ, ନିର୍ବୋଧ କହିଲେ ଯାହାର ବୁଦ୍ଧି ନାହିଁ, ବିବେକ ନାହିଁ, ସେଇମାନଙ୍କ ପରି ତୁମେ ହୁଅ ନାହିଁ। ମୁଁ ଯେମିତି ଆରମ୍ଭରୁ କହୁଥିଲି ଯେ ପ୍ରଭୁଙ୍କର ବାକ୍ୟ ଯେତେ ଶୁଣିଲେ ମଧ୍ୟ ନିର୍ବୋଧ କରିପାରୁନି। ଆଉ ପ୍ରଭୁଙ୍କର ଇଚ୍ଛା ଯେ କଣ ଏହା ବୁଝିବା ପାଇଁ ଚେଷ୍ଟା କରନ୍ତୁ। ତେଣୁକରି ବାକ୍ୟରେ ଲେଖାଯାଏ, ତୁମେ ନିର୍ବୋଧ ନ ହୋଇ ପ୍ରଭୁଙ୍କର ଇଚ୍ଛା କଣ ତାହା ବୁଝ। ରେଫରେନ୍ସ ଗୁଡା ଦିଆଯାଇଛି, ଆପଣମାନେ ପଢିପାରିବେ। ସମୟର ଅଭାବ କାରଣରୁ ସେ ସବୁ କହିପାରୁନି। ସୁଯୋଗ ଏଥିରେ ନିର୍ବୋଧ ନ ହୋଇ ତୁମେ କଣ କର, ପ୍ରଭୁଙ୍କର ଇଚ୍ଛା କଣ। ପ୍ରଭୁଙ୍କର ଇଚ୍ଛା କେହି ବି ଯେମିତି ପାପରେ ବିନଷ୍ଟ ନ ହୁଅ, ଆଉ ସମସ୍ତେ ଯେମିତି ତାଙ୍କ ଠାରେ ବିଶ୍ୱାସ କରିଥିବା ବ୍ୟକ୍ତିମାନେ ପବିତ୍ରତାରେ ରହି ଆଉ ଧାର୍ମିକ ଜୀବନ ଯାପନ ଅତିବାହିତ କରି ଆଉ ନିଜକୁ ପ୍ରସ୍ତୁତ କରିବେ, ସମସ୍ତ ପାପକୁ ପରିତ୍ୟାଗ କରି ଆଉ ତାଙ୍କର ଆଜ୍ଞାକାରୀ ହୋଇ ରହିବେ। ପ୍ରାର୍ଥନାରେ, ଆରାଧନାରେ, ସାଙ୍ଗତି ସହଭାଗିତାରେ, ପବିତ୍ରତାରେ, ଏଇ ସବୁରେ ଜାଗି ରହିବା, ପବିତ୍ର ରହିବ ଓ ତାଙ୍କର ବାକ୍ୟ ଅନୁସାରେ ଜୀବନ ଅତିବାହିତ କରେ। ଏହା ପ୍ରଭୁ ଇଚ୍ଛା କରନ୍ତି। ଆଉ ଦ୍ରାକ୍ଷ ରସରେ ମତ ନ ହୁଅ, ସେଥିରୁ ତ ଅତ୍ୟାଚାର ଜନ୍ମ। ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ। ଦ୍ରାକ୍ଷ ରସ ବା ମଦ ପିଇ ମାତାଲ ହୁଅ। କେତେକ ବିଶ୍ୱାସୀ ଭାଇ ଭଉଣୀ ମାତାଲ ପୁରା ଅବସ୍ଥାରେ ଅଛନ୍ତି।
ନିଜକୁ ସେମାନେ କିଏ ଜାଣିପାରୁନା, ତାର ସ୍ତ୍ରୀ କିଏ, ଛୁଆ ପିଲା କିଏ, ବିଶ୍ୱାସୀ କିଏ, ପ୍ରଭୁ କିଏ ଜାଣିପାରୁନା। ଜାଣିଛନ୍ତି ନାଇଁ? ଏମିତି ମାତାଲ ଅବସ୍ଥାରେ ଅଛନ୍ତି। କଣ କରିକି? ଦ୍ରାକ୍ଷା ରସ ପାନ କରି, ହାଣ୍ଡିଆ ଧାନ, ସବୁଠୁ ଡେଞ୍ଜର ପୋଷ୍ଟ ନାଲି ପାନ ନିଶା। ଶରୀର କ୍ଷତି କରିବ, ହାନିକାରକ, ଆଉ ପରିବାରରେ ଅଶାନ୍ତି ଗଣ୍ଡଗୋଳ ସୃଷ୍ଟି ହେବ। ଏହିପରି ବ୍ୟକ୍ତି ମାନେ ଅଛନ୍ତି। ଆଉ ଏପରି ଦ୍ରାକ୍ଷ ରସରେ ମତ୍ତ ହୋଇ ଆଉ ମାତାଲ ହୋଇକି ପ୍ରତିଦିନ ଜୀବନ ଅତିବାହିତ କରେ। ଅନେକ ଖ୍ରୀଷ୍ଟିଆନ ମାନେ ମଦ ପିଇ ପରିବାର ଅଶାନ୍ତି କରୁଛନ୍ତି, ଯୀଶୁଙ୍କର ନାମକୁ ଅପମାନ କରୁଛନ୍ତି, ପବିତ୍ର ନାମକୁ, ଭୟଙ୍କର ଦଣ୍ଡ ସେମାନଙ୍କ ଉପରେ ରହିଛି। ପବିତ୍ର ପରମେଶ୍ୱରଙ୍କ ନାମକୁ ତୁଚ୍ଛ କରୁଛନ୍ତି। ପ୍ରଭୁଙ୍କୁ ଜାଣି ଉଦ୍ଧାର ପାଇକି ଯେଉଁମାନେ ସେହିପରି ଦ୍ରାକ୍ଷ ରସ ପାନ କରିକି ମାତାଲ ଅବସ୍ଥାରେ ଅଛନ୍ତି। ବର୍ତ୍ତମାନ ସୁଯୋଗ ଅଛି ଫେରିବାର। ବର୍ତ୍ତମାନ କଣ ଅଛି? ସୁଯୋଗ ଅଛି ସେ ସବୁ ଛାଡ଼ିବାର, ପାପ ସବୁ ଛାଡ଼ିବାର, ମଦ ସବୁ ଛାଡ଼ିବାର, କୋଇନି ସବୁ ଛାଡ଼ିବାର, ଗୁଟକା ସବୁ, ପାନ, ବିଡି, ସିଗାରେଟ ଏଇ ସବୁ ଛାଡ଼ିବାର। ଲେଖାଯାଇଛି ରଙ୍ଗୀନ ଚକମକ ଦେଖାଗଲେ ମଧ୍ୟ ତାକୁ ଚାହୁଁ ନାହିଁ କି ଅନାଅ ନାହିଁ ବୋଲି ଲେଖାଯାଏ ହେଲା। ଆଉ ପିଇବା କଥା ତ ଦୂର ନାଇଁ। ପ୍ରିୟର ଭାଇ ଭଉଣୀ ମାନେ, ଏହିପରି ଅବସ୍ଥାରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନେ ଲିପ୍ତ ଅଛନ୍ତି ବା ସେଇ ମାତାଲ ଅବସ୍ଥାରେ ଅଛନ୍ତି। ଆଉ ନିଜକୁ ହୋସରେ ନାହିଁ, ହୋସରେ ଅଛନ୍ତି ନାଇଁ। ନିଜକୁ ପ୍ରଥମରେ ସେମାନେ ଚିହ୍ନି ପାରିବେ ନାହିଁ, ସ୍ତ୍ରୀକୁ ଚିହ୍ନିବେ ନାହିଁ, ଛୁଆ ପିଲାକୁ ଚିହ୍ନିବେ ନାହିଁ, ଆଉ ପ୍ରଭୁକୁ କିଏ ତାକୁ ଚିହ୍ନିବେ ନାହିଁ। ସବୁ କିଛି ତାଙ୍କର ଭ୍ରଷ୍ଟ ହେଇଯିବ, ତାଙ୍କ ଆତ୍ମିକ ଜୀବନ। ସେମାନେ ଅନ୍ଧକାରର ଛାୟା ତଳେ। ତେଣୁକରି ସେମାନେ ବହୁତ ଭୟଙ୍କର ବ୍ୟକ୍ତି ଅଛନ୍ତି। ଅଶାନ୍ତି କରିବେ ତ ପରିବାର, ସେମାନେ ନିଜେ ନା ଶାନ୍ତିରେ ରହିବେ ନା ପରିବାର ଲୋକମାନଙ୍କୁ ଶାନ୍ତିରେ ରହିବାକୁ ଦେବେ, ପାର୍ଟି କରିବେ ଘର। ଏବେ ଟିକେ ଭାତ ତରକାରୀ କିଛି ଗଡ଼ବଡ଼ ଥିବ, ଲୁଣ ଟିକେ ଯଦି ଅଧିକ ହେଇଥିବ, ଏ ସମୟରେ କେତେବେଳେ ତରକାରୀ ପକାଡ଼ିବେ, କେତେବେଳେ ଭାତ ପକାଡ଼ିବେ, କେତେବେଳେ ହାଣ୍ଡି ଉଲ୍ଟେଇ ଦେବେ, କଣ କରିଦେବେ କିଛି ମାଲୁମ ପଡ଼ିବ ନାହିଁ, କିଛି ଜଣା ପଡ଼ିବ ନାହିଁ। ଆଉ ସେଇ ଆଖପାଖରେ ଥିବା ପ୍ରତିବାସୀ ମାନଙ୍କୁ ମଧ୍ୟ ଅଶାନ୍ତି କରାନ୍ତି। ତାଙ୍କ କଥାବାର୍ତ୍ତା ଦ୍ୱାରା, ତାଙ୍କର କାର୍ଯ୍ୟ ଦ୍ୱାରା ସେମାନେ ମଧ୍ୟ ଅଶାନ୍ତିରେ ରୁହନ୍ତି। ତେଣୁକରି ପ୍ରିୟର ଭାଇ ଭଉଣୀ ମାନେ, ଏଇସବୁ ଅତ୍ୟାଚାର ଜନ୍ମ ସଫା ଲେଖାଯାଏ ନା। ଏଠାରୁ କଣ ଉନ୍ନତି ହେବ କହୁଛି କି? ସ୍ୱାସ୍ଥ୍ୟର, ଶରୀରର ଲାଭଜନକ ବୋଲି କୁହାଯାଉଛି। ମଦ ହିଁ ମରଣ ବୋଲି ଲେଖାଯାଏ। ମଦ ମରେ ମରଣ, ଦରେ ଦରିଦ୍ର। ମଦ କହିଲେ ତୁଚ୍ଛା ଜିନିଷ, ମରିବ ଦରିଦ୍ର। ଟାଇମରେ ଉଠିବ ନାହିଁ, ଠିକ ଟାଇମରେ କାମ କରିପାରିବ ନାହିଁ, ଦରିଦ୍ରତା ଆସିଯିବ। ଆଉ ଅଧିକ ମଦ ପିଇ ମାଲ ପିଇ କଣ ହେବେ? ତାପରେ କିଡନୀ କ୍ଲିୟର ହେବ, ଗୋଡ଼ ହାତ ହାତୀ ପଡ଼ି ମଶା ହେବ,
ଏକ ଏତିକି ଜନ୍ମ କରିଥିଲି ନାଇଁ ଲାଷ୍ଟରେ ମତେ ଘଣ୍ଟା ଶେଷରେ ବାବୁ ଏଇ ବର୍ଷେ କେବଳ ପ୍ରଭୁ ଯୀଶୁ ପାଞ୍ଚ ଯଦି ନିଜକୁ ଅନୁତାପ କରିକି ସପ ସ୍ୱୀକାର କରେ ସୁଯୋଗ ଦିଆଯାଇଥିବ ସେଇ ସମୟରେ ଯଦି ସେ ଜାଣିକି ସେମିତି କରୁଛୁ ସେଟା କ୍ଷମା କରିବେ କି ନାହିଁ ସେଟା ପ୍ରଭୁ ତାହା କରନ୍ତି ଆଉ ଜାଣି ବୁଝିକି ଯୋଉମାନେ ପାପ କରନ୍ତି ସେମାନଙ୍କ ପାଇଁ ତ ଆଉ ବଳିଦାନ ନାହିଁ ବୋଲି ଲେଖାଯାଏ ଏଇଟା ଖରାପ ହାଣ୍ଡିଆ ପ୍ରତି ମଦ ବିଷୟରେ କୁହାଯାଇଥିବ ସେଟା ଖରାପ ବୋଲି ଯିଏ ଜାଣିଥିବ ଆଉ ଜାଣୁ ଜାଣୁ ସେ ସେବନ କରିବ ପାନ କରିବ ତାହେଲେ ତାଙ୍କ ପାଇଁ ଭୟଙ୍କର ଦଣ୍ଡ ଆଉ ବଳିଦାନ ନାହିଁ ଭୟଙ୍କର ବିଚାର ଅଛି ତେଣୁକରି ଏହିପରି ମତତାରେ ବା ଏପରି ମଦ୍ୟପାନରେ ଯୋଉମାନେ ମାତାଲ ହେଇକି ଅଛନ୍ତି ଆଉ ଏଇଟା ଛାଡି ପାରୁନାହାନ୍ତି ବର୍ତ୍ତମାନ ସୁଯୋଗ ଅଛି ମନ ପରିବର୍ତ୍ତନ କରନ୍ତୁ ସେସବୁ ଛାଡନ୍ତୁ ଆଉ ଆତ୍ମିକରେ ଗୀତ ମାନେ ଆତ୍ମିକ ଜୀବନରେ ଆସନ୍ତୁ ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆପଣମାନଙ୍କୁ କ୍ଷମା କରିବେ ଆଉ ନିଜକୁ ପ୍ରଭୁଙ୍କ ଦ୍ୱାରା ସମର୍ପିତ କରନ୍ତୁ ଆଉ ମନ ପରିବର୍ତ୍ତନ କର ଏହା ହିଁ ବର୍ତ୍ତମାନର ସୁଯୋଗ ହେଲା ଏଇଟା ବି ଆଉ କେତେ ସମୟ କେତେ ବର୍ଷ ରହିବ ଏହା ବି ଜଣା ନାହିଁ ହେଲା କେତେବେଳେ ପ୍ରଭୁ ଆସିବେ କେହି ଜାଣିବେ ତେଣୁକରି ସୁଯୋଗ ଅଛି ବୋଲି ଆପଣମାନେ ବିଳମ୍ବ କରନ୍ତୁ ନାହିଁ ଆଜିର ସୁଯୋଗ କାଲିକି ନଥାଏ ଠିକ ଅଛି ପ୍ରଭୁ ଏଇ ବାକ୍ୟ ଦ୍ୱାରା ସମସ୍ତଙ୍କୁ ଆଶୀର୍ବାଦ